ନମସ୍କାର। ଏଇ କେତେ ଦିନ ତଳେ ଆପଣ ଦେଖିଥିବେ ଜଣେ ମାନସିକ ଡକ୍ଟର ଲେଡି ସେ ସୁଇସାଇଡ୍ କରିଦେଲେ। ମୋର କହିବାର ଅର୍ଥ ହେଉଛି ସେ ତ ସୁଇସାଇଡ୍ କରିଦେଲେ। ଏ ସୁଇସାଇଡ୍ କରିବା ପଛରେ ଯୋଉ କାରଣ, ଯିଏ ସେ କାରଣ ସୃଷ୍ଟି କରିଛି, ସେ ଲୋକଟି କେବେ ଚିନ୍ତା କରିଲା କି ସେ ଡକ୍ଟର ଯୋଉ ସୁଇସାଇଡ୍ କରିଦେଲେ, ତାଙ୍କ ଦ୍ୱାରା କେତେ ଲୋକଙ୍କର କ'ଣ ଉପକାର ହେଇଥାନ୍ତା, ସେମାନେ ବଞ୍ଚିତ ହେଇଗଲେ। ଜଣେ ମାନସିକ ଡାକ୍ତର, ସିଏ ସମସ୍ତଙ୍କ ମନର ଅବସ୍ଥାକୁ ଠିକ୍ କରନ୍ତି। ସେ ନିଜକୁ କେମିତି ଠିକ୍ କରିପାରିଲେନି। ମୋ କହିବାର ଅର୍ଥଟା, ପ୍ରତ୍ୟେକ ମଣିଷକୁ ଗୋଟେ ସୁନ୍ଦର ପରିବେଶର ଆବଶ୍ୟକ ରହିଛି। ପ୍ରତ୍ୟେକ ମଣିଷକୁ ଅନ୍ୟର ସପୋର୍ଟର ଆବଶ୍ୟକ ରହିଛି। ଏଇଟା ବୁଝିବା ଉଚିତ। ବାହାଘର ପରେ ସେ ଜଣେ ପୁରୁଷ ହେଉ କି ସ୍ତ୍ରୀ ହଉ, ତାର ସମ୍ମାନ କେବଳ ତାର ଧନ ସମ୍ପତ୍ତି, ପଦବୀ କିମ୍ବା ସଫଳତାରେ ନଥାଏ। ସେ ନିଜର ଲାଇଫ୍ ପାର୍ଟନରକୁ କେତେ ସମ୍ମାନ, ମର୍ଯ୍ୟାଦା, ସୁରକ୍ଷା ଆଉ ବିଶ୍ୱାସ ଦିଏ, ସେଇଥିରେ କ୍ଲିଅରଲି ଜଣା ପଡ଼ିଯାଏ। ଜଣେ ଲାଇଫ୍ ପାର୍ଟନରର କର୍ତ୍ତବ୍ୟ କେବଳ ତାର ନିଜର ବାପ, ମା, ସାଙ୍ଗସାଥୀ କିମ୍ବା ସମାଜ ପ୍ରତି ସୀମିତ ନୁହେଁ। ବିବାହ ପରେ ସେ ନିଜର ଲାଇଫ୍ ପାର୍ଟନରକୁ ସମ୍ମାନ ଦେବା, ତାର ସ୍ୱାଭିମାନକୁ ରକ୍ଷା କରିବା ଏବଂ ତାର ସ୍ୱପ୍ନ ଓ ଅଧିକାରକୁ ସମର୍ଥନ କରିବା, ବିପଦରେ ତା ପାଖରେ ଠିଆ ହେବା, ଏସବୁ ତାର ନୈତିକ ଦାୟିତ୍ୱ ଥାଏ ପରସ୍ପର ପ୍ରତି। ପ୍ରକୃତରେ ମଣିଷ ସିଏ ଯେ କେବଳ ପରିବାର ଭରଣ ପୋଷଣ କରେ, ସେଇଟା ଭାବିବା ଭୁଲ। ବରଂ ସେ ଯେ ନିଜ ଲାଇଫ୍ ପାର୍ଟନରକୁ ସମ୍ମାନ, ସୁରକ୍ଷା ଓ ସହଯୋଗ ଦେଇ ପ୍ରତ୍ୟେକ ପଦକ୍ଷେପରେ ତା ସହ ଚାଲେ। ତେଣୁ କେବଳ ସେ ଲାଇଫ୍ ପାର୍ଟନର ଦୁଇ ଜଣଙ୍କର ଜଣେ କେବଳ କର୍ତ୍ତବ୍ୟ ପାଳନ କଲେ ସମ୍ପର୍କ ସୁନ୍ଦର ହୁଏନି। ପରସ୍ପରଙ୍କ ପ୍ରତି ସମାନ ଭାବରେ ବିଶ୍ୱାସ, ସହଯୋଗ ଆଉ ଦାୟିତ୍ୱବାଦ ଆବଶ୍ୟକ। ଯଦି ଜଣେ ସବୁବେଳେ ଦେଇ ଚାଲିବ ଏବଂ ଆଉ ଜଣେ କେବଳ ନେଇ ଚାଲିବ, ତେବେ ଦିନେ ନା ଦିନେ ସେ ସମ୍ପର୍କରେ ଦୂରତା, ନିରାଶା ଆସିବା ସ୍ୱାଭାବିକ। ଏ କଥା କେବଳ ଦାମ୍ପତ୍ୟ ଜୀବନରେ ନୁହେଁ, କୌଣସି ବି ସମ୍ପର୍କରେ ଏଇଟା ପ୍ରଯୁଜ୍ୟ। ବାହାଘର ପରେ କୌଣସି ବି ସେ ପୁରୁଷ ହଉ କି ସ୍ତ୍ରୀ ହଉ, ତାଙ୍କ ସାହସଟା ତାର ଅନ୍ୟ ଜଣଙ୍କୁ ଡୋମିନେଟ୍ କରି ଅପମାନ କରିବାରେ ନଥାଏ, ବରଂ ପରସ୍ପରକୁ ସୁରକ୍ଷା, ସମ୍ମାନ ଆଉ ଆତ୍ମବିଶ୍ୱାସ ଦେବାରେ ରହିଥାଏ। ବାହାଘର ପରେ ଯୋଉଠି ମୁଁ ଅପେକ୍ଷା ଆମେକୁ ବେଶୀ ମୂଲ୍ୟ ଦିଆଯାଏ ନା, ସେଇଠି ହିଁ କେବଳ ସମ୍ପର୍କ ମଜବୁତ ହୁଏ। ନହେଲେ ଏ ମ୍ୟାଡ଼ାମଙ୍କ ଭଳି କେତେ ଯେ ଟ୍ୟାଲେଣ୍ଟେଡ୍ ଆଉ ପାରିବା ଭଳି ମଣିଷ ନିରବି ଯିବେ, ତାର କୌଣସି ଠିକଣା ନାହିଁ।